যদ্যৎ বিভূতিমৎসত্ত্বং শ্রীমধুর্জিতমেব বা তত্তদেবাবগচ্ছত্বং মম তেজং অসংসভবম। ওং নমো ভগবতে বাসুদেবায় ওং পরমাত্মনে নমঃ। ଯେଉଁ ସବୁ ବିଭୂତି ଯୁକ୍ତ ଅର୍ଥାତ୍ ଐଶ୍ୱର୍ଯ୍ୟ ଯୁକ୍ତ, କାନ୍ତି ଯୁକ୍ତ ଓ ଶକ୍ତି ଯୁକ୍ତ ବସ୍ତୁ ଅଛି, ସେ ସବୁକୁ ତୁମେ ମୋ ତେଜର ଆଂଶିକ ଅଭିବ୍ୟକ୍ତି ବୋଲି ହିଁ ଜାଣ। ଯତ୍ ଯତ୍ ତଥା ବିଭୂତି ମତ୍ ଶ୍ରୀମତ୍ ଓ ଭର୍ଜିତମ୍ ବିଶେଷଣ ସହିତ ସତ୍ୱମ୍ ପଦ କାହାର ବାଚକ ଏବଂ ତାହାକୁ ଭଗବାନ ତେଜର ଆଂଶିକ ଅଭିବ୍ୟକ୍ତି ବୋଲି କହି ବୁଝିବା କଣ? ଯେଉଁ ପ୍ରାଣୀ ବା କୌଣସି ଜଡ଼ ବସ୍ତୁ ଐଶ୍ୱର୍ଯ୍ୟ, ଶୋଭା ଓ କାନ୍ତି ଆଦି ଗୁଣରେ ସମ୍ପନ୍ନ ଏବଂ ବଳ, ତେଜ, ପରାକ୍ରମ ବା ଅନ୍ୟ କୌଣସି ପ୍ରକାର ଶକ୍ତି ଦ୍ୱାରା ଯୁକ୍ତ, ଉପରୋକ୍ତ ବିଶେଷଣ ସହିତ ସତ୍ୱମ୍ ପଦଟି ହେଉଛି ସେ ସବୁର ବାଚକ। ଯାହାଠାରେ ଉପରୋକ୍ତ ଐଶ୍ୱର୍ଯ୍ୟ, ଶୋଭା, ଶକ୍ତି, ବଳ ଓ ତେଜ ଆଦି ବିଭୂତି ଗୁଡ଼ିକର ବା ସେ ସବୁ ମଧ୍ୟରୁ କୌଣସି ଗୋଟିକର ବା ଏକାଧିକର ବିଶେଷତା ଅନୁଭବ ହୁଏ, ସେହି ପ୍ରତ୍ୟେକ ପ୍ରାଣୀ ଓ ବସ୍ତୁକୁ ଭଗବାନଙ୍କ ତେଜର ଏକ ଅଂଶ ବୋଲି ବୁଝିବା ହିଁ ତାହାକୁ ଭଗବାନଙ୍କ ତେଜର ଆଂଶିକ ଅଭିବ୍ୟକ୍ତି ବୋଲି ବୁଝିବା। ଅଭିପ୍ରାୟ ଏହି ଯେ ଯେପରି ବିଜୁଳି ଦ୍ୱାରା କେଉଁଠି ବତି ଜଳୁଛି, କେଉଁଠି ପଙ୍ଖା ଚାଲିଛି, କେଉଁଠି ପାଣି ଉଠୁଛି, କେଉଁଠି ଦୂରର ଗୀତବାଦ୍ୟ ଶୁଭୁଛି, ଏହିପରି ନାନା ସ୍ଥାନରେ ନାନା କାର୍ଯ୍ୟ ହେଉଛି। କିନ୍ତୁ ଏକଥା ନିଶ୍ଚିତ ଯେ ଯେଉଁଠି ଏସବୁ କାର୍ଯ୍ୟ ହେଉଛି ସେଠାରେ ବିଜୁଳିର ହିଁ ପ୍ରଭାବ କାର୍ଯ୍ୟ କରୁଛି। ବସ୍ତୁତଃ ତାହା ବିଜୁଳିର ହିଁ କିଛି ଅଂଶର ଅଭିବ୍ୟକ୍ତି। ଠିକ୍ ସେହିପରି ଯେଉଁ ପ୍ରାଣୀ ବା ବସ୍ତୁରେ ଯାହା କିଛି ବା ବିଶେଷତା ଦେଖାଉଛି ତାହା ଭଗବାନଙ୍କ ତେଜର ହିଁ ଏକ ଅଂଶର ଅଭିବ୍ୟକ୍ତି ବୋଲି ବୁଝିବା ଉଚିତ। ଏହିପରି ମୁଖ୍ୟ ବସ୍ତୁମାନଙ୍କର ନିଜ ଯୋଗ ଶକ୍ତି ରୂପୀ ତେଜର ଅଂଶର ଅଭିବ୍ୟକ୍ତି ବର୍ଣ୍ଣନା କରି ବର୍ତ୍ତମାନ ଭଗବାନ କହୁଛନ୍ତି ଯେ ସମସ୍ତ ଜଗତ ତାଙ୍କରି ଯୋଗ ଶକ୍ତିର ଏକ ଅଂଶ ଦ୍ୱାରା ହିଁ ଧାରଣ କରାଯାଇଛି। ଓଂ ନମୋ ଭଗବତେ ବାସୁଦେବାୟ ଓଂ ପରମାତ୍ମନେ ନମଃ। ଅଥବା ଓଂ ନମୋ ଭଗବତେ ବାସୁଦେବାୟ ଓଂ ଅଥବା ବହୁନୈତେନ କିଂ ଜ୍ଞାତେନ ତବାର୍ଜୁନ ବିଷ୍ଟଭ୍ୟା ହମିଦଂ କୃତ୍ ସ୍ନମେକାଂ ସେନ ସ୍ଥିतो ଜଗତ୍। ଅଥବା ହେ ଅର୍ଜୁନ, ଏତେ ବହୁତ ଜାଣିବାରେ ତୁମର ବି ପ୍ରୟୋଜନ କି ପ୍ରୟୋଜନ? ମୁଁ ଏହି ସମ୍ପୂର୍ଣ୍ଣ ଜଗତକୁ ନିଜ ଯୋଗ ଶକ୍ତିର ଏକ ଅଂଶ ମାତ୍ର ଦ୍ୱାରା ଧାରଣ କରି ରଖିଛି। ଏଠାରେ ଅଥବା ଶବ୍ଦ ପ୍ରୟୋଗର ଭାବ କଣ? ଅଥବା ଶବ୍ଦ
ପକ୍ଷାନ୍ତରର ବୋଧକ। 20ରୁ 39 ଶ୍ଲୋକ ଯାଏ ଭଗବାନ ନିଜର ପ୍ରଧାନ ପ୍ରଧାନ ବିଭୂତି ଗୁଡ଼ିକ ବର୍ଣ୍ଣନା କରି ଓ 41 ଶ୍ଲୋକରେ ନିଜ ତେଜର ଅଭିବ୍ୟକ୍ତିର ସ୍ଥାନ ଗୁଡ଼ିକ କହି ଯେଉଁ କଥା ବୁଝାଇଲେ, ତାଠାରୁ ଭିନ୍ନ ନିଜ ବିଶେଷ ପ୍ରଭାବର କଥା ଏବେ କହୁଛନ୍ତି। ଏହି ଭାବ ଦେଖାଇବାକୁ ଏଠାରେ ଅଥବା ଶବ୍ଦ ପ୍ରୟୋଗ କରାଯାଇଛି। ଏପରି ବହୁତ ଜାଣିବାରେ ତୁମର କି ପ୍ରୟୋଜନ? ଏହି କଥନର ଅଭିପ୍ରାୟ କ'ଣ? ଏହା ଦ୍ୱାରା ଭଗବାନ କହୁଛନ୍ତି, ତୁମେ ପଚାରିବାରୁ ମୁଁ ପ୍ରଧାନ ପ୍ରଧାନ ବିଭୂତି ମାନଙ୍କର ବର୍ଣ୍ଣନା ତ କରିଦେଲି, କିନ୍ତୁ ଏତିକି ହିଁ ଜାଣିଲେ ଯଥେଷ୍ଟ ନୁହେଁ। ସାର କଥା ଏହି ଯେ ମୁଁ ତୁମକୁ ଏବେ ଯାହା କହୁଛି ତାହା ତୁମେ ଭଲ ଭାବରେ ବୁଝିନିଅ। ବାକି ସବୁ କଥା ସ୍ୱତଃ ବୁଝିପାରିବ। ତାପରେ ତୁମ ପାଇଁ ଆଉ ଜାଣିବାକୁ କିଛି ବାକି ରହିବ ନାହିଁ। ଇଦମ୍ ଓ କୃତ୍ସ୍ନମ୍ ବିଶେଷଣ ସହିତ ଜଗତ ପଦ କାହାର ବାଚକ ଏବଂ ତାହାକୁ ଭଗବାନ ନିଜ ଯୋଗ ଶକ୍ତିର ଏକ ଅଂଶରେ ଧାରଣ କରିଥିବା କଥା କହିବାର ଅଭିପ୍ରାୟ କ'ଣ? ଏଠାରେ ଇଦମ୍ ଓ କୃତ୍ସ୍ନମ୍ ବିଶେଷଣ ସହିତ ଜଗତ ପଦଟି ହେଉଛି ମନ, ଇନ୍ଦ୍ରିୟ ଓ ଶରୀର ସହିତ ସମସ୍ତ ଚରାଚର ପ୍ରାଣୀଙ୍କର ତଥା ଭୋଗ ସାମଗ୍ରୀ, ଭୋଗ ସ୍ଥାନ ଓ ସମସ୍ତ ଲୋକ ସହିତ ବ୍ରହ୍ମାଣ୍ଡର ବାଚକ। ଏହି ବ୍ରହ୍ମାଣ୍ଡ ଭଗବାନଙ୍କର କୌଣସି ଏକ ଅଂଶରେ ତାଙ୍କ ଯୋଗ ଶକ୍ତି ଦ୍ୱାରା ଧାରଣ କରାଯାଇଛି। ଏହି ଭାବ ଦେଖାଇବାକୁ ଭଗବାନ ଏହି ଜଗତର ସମ୍ପୂର୍ଣ୍ଣ ବିସ୍ତାରକୁ ନିଜ ଯୋଗ ଶକ୍ତିର ଏକ ଅଂଶ ଦ୍ୱାରା ଧରାଯାଇଛି ବୋଲି କହିଛନ୍ତି। ଓଂ ତତ୍ସଦିତି ଶ୍ରୀମଦ୍ ଭାଗବତ ଗୀତା ସୁପନିଷତ୍ସୁ ବ୍ରହ୍ମ ବିଦ୍ୟାୟାଂ ଯୋଗ ଶାସ୍ତ୍ରୀ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ବିଭୂତି ଯୋଗ ନାମ 10ମ ଅଧ୍ୟାୟ।